ବଙ୍ଗଳାରେ ଏକ କଥା ଅଛି, ଧର୍ମର ଅଭିନୟ କରିବା ମଧ୍ୟ ଭଲ, କିନ୍ତୁ ଧର୍ମର ଭାବାଳୁତା ଭଲ ନୁହେଁ। ସେଥିରେ ମଣିଷ ଧପ୍ପାବାଜ ହୋଇଯାଏ। କରିବା ଭିତର ଦେଇ ହିଁ ମଣିଷ ଗ୍ରୋ କରେ, କିନ୍ତୁ କେବଳ ବସି ଫିଲୋସଫି କରିଲେ ତାହା ହୁଏ ନାହିଁ। ତମେବ ମାତାଶ୍ଚ ପିତା ତମେବ ବନ୍ଧୁଶ୍ଚ ସଖା ତମେବ ବିଦ୍ୟାଶ୍ଚ ଦ୍ରବିଣଂ ତମେବ ସର୍ବଂ ମମ ଦେବ ଦେବ। ପ୍ରାଣର ଶ୍ରୀ ଠାକୁର, ଜଗଜ୍ଜନନୀ ଶ୍ରୀ ଲକ୍ଷ୍ମୀ, ପରମ ପୂଜ୍ୟପାଦ ଶ୍ରୀ ବଡ଼ଦା ଆଚାର୍ଯ୍ୟ ଦେବ ଶ୍ରୀ ଦାଦାଙ୍କ ଚରଣରେ ଶତକୋଟି ପ୍ରଣାମ ଜଣାଇ ଆଜିର ଅଧ୍ୟାୟକୁ ଆମେ ଆରମ୍ଭ କରିବା। ସମସ୍ତ ଗୁରୁ ଭାଇ ଓ ମା ମାନଙ୍କୁ ଜୟ ଗୁରୁ ଜଣାଇ ଆଜିର ଅଧ୍ୟାୟକୁ ମୁଁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ଆଜି ସାଧନାର ପଥରେ ଏକ ସୁନ୍ଦର ଅଧ୍ୟାୟ ମୁଁ ଆପଣମାନଙ୍କ ପାଇଁ ନେଇକି ଆସିଛି, ଯେଉଁଥିରେ ଆମେ ପରମ ଦୟାଲ ଶ୍ରୀ ଠାକୁରଙ୍କର ଅମୀୟ ଲୀଳାର ନିର୍ଝର ଆମେ ପାନ କରିବା। ଆଜିର ଯେଉଁ ସୁନ୍ଦର ଟପିକ୍ ଅଛି ତାର ନାଁ ହେଉଛି ଧର୍ମର ଅଭିନୟ ମଧ୍ୟ ଭଲ। ଶ୍ରୀ ଶ୍ରୀ ଠାକୁରଙ୍କର ଶ୍ରୀମୁଖରୁ ଝରି ଆସିଥିବା ଯେଉଁ ଅମୃତ ବାଣୀ, ତାର ଧିଅରୁ ଆମେ ବହୁତ ଗୁଡ଼ିଏ ଜିନିଷ ଆଲୋଚନା କରିବା। ଆଜିର ଏହି ବିଷୟବସ୍ତୁରେ ଶ୍ରୀ ଶ୍ରୀ ଠାକୁରଙ୍କର ଶ୍ରୀମୁଖର କଥା ସମସ୍ତ ଭାଇ ଓ ମା ମାନଙ୍କୁ ଅନୁରୋଧ କରେ, ଯଦି ଆପଣମାନେ ମୋର ଚ୍ୟାନେଲକୁ ପ୍ରଥମ ଥର ପାଇଁ ଆସିଛନ୍ତି ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ ଆଉ ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ଯଦି ଭିଡ଼ିଓଟି ଭଲ ଲାଗେ ନିଜର ଚିହ୍ନା ପରିଚୟ ବନ୍ଧୁବାନ୍ଧବ ମାନଙ୍କ ସହିତ ସେୟାର କରିବାକୁ ଜମା ବି ଭୁଲିବେନି, କାହିଁକି ନା ପ୍ରତ୍ୟେକଟି ଜିନିଷ କାହାର କେତେବେଳେ ଜୀବନରେ କ'ଣ ପରିବର୍ତ୍ତନ ଆଣେ ଆମେ ଜାଣିନାହାନ୍ତି। ତ ସେ ପରମ ଦୟାଲଙ୍କ ଚରଣରେ ପ୍ରାର୍ଥନା ଜଣାଇ ସମସ୍ତଙ୍କର ମଙ୍ଗଳ କାମନା କରି ଆଜିର ଅଧ୍ୟାୟକୁ ଆପଣ ସମସ୍ତଙ୍କୁ ମୁଁ ଆଉଥରେ ସ୍ୱାଗତ କରୁଛି। ଚାଲନ୍ତୁ ଆଉ ବିଳମ୍ବ ନ କରି ଆଜିର ଅଧ୍ୟାୟକୁ ଆମେ ଷ୍ଟାର୍ଟ କରିବା। ଆଜିର ଯେଉଁ ସୁନ୍ଦର ଅଧ୍ୟାୟ ହେଉଛି ତାର ନାଁ ହେଉଛି ଧର୍ମର ଅଭିନୟ ମଧ୍ୟ ଭଲ। ଜଣେ ଭକ୍ତ ଶ୍ରୀ ଶ୍ରୀ ଠାକୁରଙ୍କୁ ପ୍ରଶ୍ନ ପଚାରୁଛନ୍ତି, କେହି ଦୀକ୍ଷିତ ହେଲେ ଲୋକ ହୁଏତ ତାକୁ ନାନା ପ୍ରକାର ନିନ୍ଦା କରିଲେ, ଉପହାସ କଲେ, ସେ ସବୁ ସହ୍ୟ କରିବା ଭଳି ତାହାର ଶକ୍ତି ଥିବା ଦରକାର। ଏହା କେତେ ଦୂର ସତ? ଶ୍ରୀ ଶ୍ରୀ ଠାକୁର କହୁଛନ୍ତି, ସେ କଥା ଭାବିବା ଭଳି ଜିନିଷ ନୁହେଁ। ଲୋକମାନେ ନିନ୍ଦା କରିପାରନ୍ତି, ଆମେ ତ ପୁରୁଷ ଲୋକ, ସ୍ତ୍ରୀ ଲୋକ ମୀରାବାଈଙ୍କୁ ମଧ୍ୟ ବହୁ ଲୋକ ନିନ୍ଦା କରିଥିଲେ, କବୀର ସାହେବଙ୍କୁ ମଧ୍ୟ ଅନେକ ଲୋକ ନିନ୍ଦା କରୁଥିଲେ, କିନ୍ତୁ ସେ ତାଙ୍କର ପ୍ରଭୁଙ୍କର ମହିମା ହିଁ ପ୍ରଚାର କରୁଥିଲେ। ସେଣ୍ଟ ଜନ୍ ଥିଲେ, ସେ ଯୀଶୁଖ୍ରୀଷ୍ଟଙ୍କ ନିକଟରେ ବସି ରହୁଥିଲେ, ଲୋକ କହୁଥିଲେ ତୁମେ ଏପରି ବସି ରହୁଛ କାହିଁକି, କିଛି କଥାବାର୍ତ୍ତା କରୁନାହଁ? ସେ କହୁଥିଲେ ଆଇ ସି ଲଭ୍, ମୁଁ ମୂର୍ତ୍ତ ପ୍ରେମ ଦେଖୁଛି। ପୁଣି ଭକ୍ତ ଜଣକ ଶ୍ରୀ ଶ୍ରୀ ଠାକୁରଙ୍କୁ ପ୍ରଶ୍ନ କରୁଛନ୍ତି, କିନ୍ତୁ ତଥାପି ତ ଗୋଟେ ଶକ୍ତି ଥିବା ଦରକାର ଯାହାଦ୍ୱାରା ଆମେ ଲୋକନିନ୍ଦାକୁ ସାମ୍ନା କରିପାରିବୁ। ଶ୍ରୀ ଶ୍ରୀ ଠାକୁର କହୁଛନ୍ତି, ମୋର ମନେ ହୁଏ ଏହି ଭାବ ଟିକକ ହିଁ ଯଥେଷ୍ଟ। ମୁଁ ତୁମକୁ ଭଲ ପାଏ, ତୁମେ ମୁହଁରେ ଯେପରି କୁହ ଭଲ ପାଏ, କାର୍ଯ୍ୟରେ ମଧ୍ୟ ତାହା ହିଁ କର ଯେପରି କରି ଭଲ ପାଆନ୍ତି, ଆଉ ଚଳ ମଧ୍ୟ ସେହିପରି, ଏପରି ଚାଲ ଯେପରି ଥିଏଟର କରି ଚାଲନ୍ତି। ସେଥିପାଇଁ କଥାରେ ଅଛି, ଧର୍ମର ଅଭିନୟ ମଧ୍ୟ ଭଲ। ପ୍ରେଜେଣ୍ଟେସନ ଅଫ୍ ଧର୍ମା ଇଜ୍ ଗୁଡ୍। ସେହିପରି କରୁ କରୁ ଧରି ଯଦି ପାଏ ତେବେ ହେଲା, ଇଟ୍ ଇଜ୍ ଫର୍ ଶୋ। ଯଦି ଏହା ଦେଖାଇବା ପାଇଁ ହୁଏ ତଥାପି ମଧ୍ୟ ଭଲ। ବୈଷ୍ଣବ ମାନଙ୍କର ଗୋଟିଏ ଗଳ୍ପ ଅଛି, ଗୋଟିଏ ବ୍ୟାଧ ଚଢ଼େଇ ମାରୁଥିଲା, ବହୁତ କଷ୍ଟ କରି ମାରୁଥିଲା, ଦୂରରୁ ବାଣ ମାରି ମାରୁଥିଲା, ହୁଏତ ଚଢ଼େଇ ଉଡ଼ି ମଧ୍ୟ ଯାଇଥିଲା। ଯେଉଁ ଜଳାଶୟ ନିକଟରେ
ଯେଉଁଠାରେ ଚଢ଼େଇ ମାରୁଥିଲା ଦେଖିଲା ଜଣେ ସାଧୁ ମହାରାଜ ରାମ ରାମ କହି ପାଣିକୁ ଓହ୍ଲାଇଲେ। ସ୍ନାନ କରି କୂଳକୁ ଆସି ଧ୍ୟାନରେ ବସିଲେ। ସେତେବେଳେ ଅନେକ ଚଢ଼େଇ ଆସି ତାଙ୍କ ଦେହରେ ବସିବାକୁ ଲାଗିଲେ। ବ୍ୟାଧ ଭାବିଲା, ଇଏ ତ ଭାରି ମଜା, ମୋ ଦେହରେ ଯଦି ଏହିପରି ଚଢ଼େଇ ଆସି ବସନ୍ତି ତାହେଲେ ଧରିବି ଆଉ ମାରିବି। ତାପରେ ସାଧୁ ଚାଲିଗଲାରୁ ସେ ମଧ୍ୟ ସେହିପରି ସ୍ନାନ କରି ତିଳକ ଟୋପା ଲଗାଇ ଧ୍ୟାନ କରିବାକୁ ବସିଲା। ସଙ୍ଗେ ସଙ୍ଗେ ଚଢ଼େଇ ଗୁଡ଼ିକ ଉଡ଼ି ଆସି ତା ଦେହରେ ବସିବାକୁ ଲାଗିଲେ। ସେତେବେଳେ ସେହି ବ୍ୟାଧର ବିବେକ ଖୋଲିଗଲା। ଭାବିଲା, ଏତିକିରେ ଏପରି ହେଲା, ମୁଁ ଯଦି ସତରେ ସାଧୁ ହୋଇପାରେ ତାହେଲେ କେଜାଣି କ'ଣ ହେବ। ମୁଁ ଯେତେବେଳେ ଛୋଟ ଥିଲି ସେତେବେଳେ କଲିକତାର ଷ୍ଟାର ଥିଏଟରରେ ନାଟକ ଦେଖିବାକୁ ଯାଉଥିଲି। ଭଲ ଭଲ ପ୍ଲେ ହେଲେ ମଝିରେ ମଝିରେ ଯାଉଥିଲି। ଯେଉଁମାନେ ଭଲ ଅଭିନୟ କରୁଥିଲେ ସେମାନେ ଖାଇବା ପିଇବା ମଧ୍ୟ ସେହିପରି କରୁଥିଲେ, ଚଳୁଥିଲେ ମଧ୍ୟ ସେହିପରି। ଜଣେ ଥିଲେ, ସେ ଖୁବ୍ ଭଲ ଅଭିନୟ କରୁଥିଲେ। ଗିରୀଶ ଘୋଷଙ୍କର ବୁଦ୍ଧଦେବ ଚରିତ ନା କ'ଣ ଗୋଟିଏ ନାଟକରେ ସେଦିନ ଅଭିନୟ କରୁଛନ୍ତି। କରୁ କରୁ ତାଙ୍କର ବିବେକ ଖୋଲିଗଲା। ସେ ଆଉ ଘରକୁ ଗଲେ ନାହିଁ, ସେଇଠାରୁ ହିଁ ସନ୍ନ୍ୟାସୀ ହୋଇ ଚାଲିଗଲେ। ସେଥିପାଇଁ ବଙ୍ଗଳାରେ କଥା ଅଛି, ଧର୍ମର ଅଭିନୟ କରିବା ମଧ୍ୟ ଭଲ, କିନ୍ତୁ ଧର୍ମର ଭାବାଳୁତା ଭଲ ନୁହେଁ। ସେଥିରେ ମଣିଷ ବ୍ଲଫର ବା ଧୋପାବାଜ ହୋଇଯାଏ। କରିବା ଭିତର ଦେଇ ହିଁ ମଣିଷ ଗ୍ରୋ କରେ, ବଢ଼େ, କିନ୍ତୁ କେବଳ ବସି ଫିଲୋସଫି କରିଲେ ବା ତତ୍ତ୍ୱ ଆଲୋଚନା କଲେ ତାହା ହୁଏ ନାହିଁ। ଶ୍ରୀ ଶ୍ରୀ ଠାକୁରଙ୍କର ମଣିଷ ଜୀବନରେ ଏକ ଅଲୌକିକ ପରିବର୍ତ୍ତନ ଆଣିବା ପାଇଁ ପ୍ରତ୍ୟେକଟି କଥା ଆମ ପାଇଁ ଅମୃତ ସମାନ। ପ୍ରତ୍ୟେକଟି କଥାର ଯଦି ଗୋଟିଏ ଗୋଟିଏ ଶବ୍ଦକୁ ଆମେ ନିଜ ଚରିତ୍ରରେ ତାକୁ ବାସ୍ତବ କରି ତୋଳିବା ତାହେଲେ ଆମ ଜୀବନରେ ପ୍ରକୃତରେ ବହୁ ଅଲୌକିକ ପରିବର୍ତ୍ତନ ଦେଖାଯିବ। ଆଉ ଆମର ଏଇ ମାନବ ଜୀବନ ଦେବମାନବ ଜୀବନରେ ପରିବର୍ତ୍ତିତ ହେବ। ତେଣୁ ଚାଲନ୍ତୁ ସମସ୍ତ ଗୁରୁ ଭାଇ ଓ ମା ମାନେ ଶ୍ରୀ ଶ୍ରୀ ଠାକୁରଙ୍କର ଏହି ଅମୀୟ ଆଶିଷ ବାଣୀକୁ ଆମେ ମାନିବା, ଆଉ ଆମ ଜୀବନରେ ଆମେ ପରିବର୍ତ୍ତନ ଆଣି ଆମର ପଡ଼ାପଡ଼ୋଶୀ, ଆମର ସାଙ୍ଗସାଥି, ଭାଇ ବନ୍ଧୁ ସମସ୍ତଙ୍କର ମଙ୍ଗଳ କରି ତୋଳିବା। ଜୟ ଗୁରୁ।